ଓମ୍ ଶାନ୍ତି। 20 ସେପ୍ଟେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ବାବା ତୁମ ଭଳି ପୁରୁଣା ଭକ୍ତମାନଙ୍କୁ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି। ଭକ୍ତିର ଫଳ ହେଉଛି ଜ୍ଞାନ, ଯାହାଦ୍ୱାରା ତୁମର ସଦ୍ଗତି ହେଉଛି। ବାବା ତୁମ ଭଳି ପୁରୁଣା ଭକ୍ତମାନଙ୍କୁ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି। ଭକ୍ତିର ଫଳ ହେଉଛି ଜ୍ଞାନ, ଯାହାଦ୍ୱାରା ତୁମର ସଦ୍ଗତି ହେଉଛି। ଆଜିର ପ୍ରଶ୍ନ, କେତେକ ଚାଲୁ ଚାଲୁ ପୁରୁଷାର୍ଥ କରୁ କରୁ ନିଜର ଭାଗ୍ୟକୁ ନିଜେ ହିଁ ହତ୍ୟା କରିଥାନ୍ତି। କିପରି? କେତେକ ଚାଲୁ ଚାଲୁ ପୁରୁଷାର୍ଥ କରୁ କରୁ ନିଜର ଭାଗ୍ୟକୁ ନିଜେ ହିଁ ହତ୍ୟା କରିଥାନ୍ତି। କିପରି? ଉତ୍ତର, ଯଦି ବାବାଙ୍କର ହୋଇ ସେବା କରୁନାହାନ୍ତି, ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ଦୟା କରୁନାହାନ୍ତି, ତେବେ ସେ ନିଜ ଭାଗ୍ୟକୁ ନିଜେ ହତ୍ୟା କରିଥାନ୍ତି, ଅର୍ଥାତ୍ ପଦଭ୍ରଷ୍ଟ ହୋଇଯାଆନ୍ତି। ଭଲ ଭାବରେ ପଢ଼ିଲେ, ଯୋଗଯୁକ୍ତ ସ୍ଥିତିରେ ରହିଲେ ଭଲ ପଦ ମଧ୍ୟ ମିଳିଥାଏ। ତେଣୁ ସେବାଧାରୀ ସନ୍ତାନମାନଙ୍କ ଭିତରେ ସେବା କରିବାର ବହୁତ ସଉକ ରହିବା ଦରକାର। ଗୀତ କୌନୋ ଆୟା ସବରେ ସବରେ ମେରେ ମନ କି ଦ୍ୱାରେ। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ଆତ୍ମା ଅଟୁ, ଶରୀର ନୁହେଁ, ଏବଂ ଏହି ଜ୍ଞାନ ବର୍ତ୍ତମାନ ପରମପିତା ପରମାତ୍ମାଙ୍କ ଠାରୁ ମିଳୁଛି। ବାବା କହୁଛନ୍ତି, ଯେତେବେଳେ ସ୍ୱୟଂ ମୁଁ ଆସିଛି, ତେବେ ତୁମେ ନିଜକୁ ଆତ୍ମା ନିଶ୍ଚୟ କର। ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି, ଗୋଟିଏ ଶରୀର ଛାଡ଼ି ଆଉ ଏକ ଶରୀର ନେଇ ଚାଲିଥାଏ। ଆତ୍ମା ବଦଳି ନଥାଏ, ଶରୀର ବଦଳିଥାଏ। ଆତ୍ମା ତ ଅବିନାଶୀ ଅଟେ, ତେଣୁ ନିଜକୁ ଆତ୍ମା ବୁଝିବା ଦରକାର। ଏହି ଜ୍ଞାନ କେବେ କେହି ଦେଇପାରିବେ ନାହିଁ। ପିଲାମାନେ ଡାକିବାରୁ ବାବା ଆସିଛନ୍ତି, ଏହା ମଧ୍ୟ କାହାକୁ ଜଣା ନାହିଁ ଯେ ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। ବାବା ଆସି ବୁଝାଉଛନ୍ତି ଯେ ମୁଁ ଆସିଥାଏ କଳ୍ପର ପୁରୁଷୋତ୍ତମ ସଙ୍ଗମ ଯୁଗରେ, ଯାହା ଫଳରେ ସାରା ବିଶ୍ୱ ପୁରୁଷୋତ୍ତମ ହୋଇଥାଏ। ଏହି ସମୟରେ ତ ସାରା ବିଶ୍ୱ କନିଷ୍ଠ ବା ପତିତ ହୋଇଯାଇଛି। ତାହାକୁ କୁହାଯାଏ ଅମରପୁରୀ। ଏହା ହେଉଛି ମୃତ୍ୟୁଲୋକ। ମୃତ୍ୟୁଲୋକରେ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି, ଅମର ଲୋକରେ ଦୈବୀ ଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି। ଏଥିପାଇଁ ତାଙ୍କୁ ଦେବତା କୁହାଯାଏ। ଏଠାରେ ମଧ୍ୟ ଭଲ ସ୍ୱଭାବଯୁକ୍ତ ମନୁଷ୍ୟଙ୍କୁ କୁହାଯାଏ। ଇଏ ତ ଯେପରି ଦେବତା ଅଟନ୍ତି। କେହି କେହି ଦୈବୀ ଗୁଣଯୁକ୍ତ ଥାଆନ୍ତି, କିନ୍ତୁ ଏହି ସମୟରେ ତ ସବୁ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଅଟନ୍ତି। 5 ବିକାରରେ ବୁଡ଼ି ରହିଛନ୍ତି। ତେଣୁ ତ ଡାକିଥାନ୍ତି, ଏହି ଦୁଃଖରୁ ଆସି ମୁକ୍ତ କରନ୍ତୁ। ଭଗବାନ କେବଳ ଜଣେ ସୀତାଙ୍କୁ ତ ରକ୍ଷା କରିନାହାନ୍ତି। ବାବା ବୁଝାଉଛନ୍ତି, ସାମଗ୍ରିକ ଭାବେ ଭକ୍ତଙ୍କୁ ସୀତା କୁହାଯାଏ, ଭଗବାନଙ୍କୁ ରାମ କୁହାଯାଏ। ସେ ବର୍ତ୍ତମାନ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି। ଏହି ବେହଦର ରାବଣ ରାଜ୍ୟରେ ସାରା ବିଶ୍ୱ ଫସି ଯାଇଛି। ସେମାନଙ୍କୁ ମୁକ୍ତ କରି ରାମ ରାଜ୍ୟକୁ ନେଇଯାଉଛନ୍ତି। ଏଠାରେ ରଘୁପତି ରାଘବ ରାଜା ରାମଙ୍କର କଥା ନୁହେଁ। ସେ ତ ତ୍ରେତା ଯୁଗର ରାଜା ଥିଲେ। ଏବେ ତ ସମସ୍ତ ଆତ୍ମା ତମ ପ୍ରଧାନ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଅଛନ୍ତି। ସିଡ଼ିରୁ ଓହ୍ଲାଇ ଓହ୍ଲାଇ ତଳକୁ ଖସି ଆସିଛନ୍ତି। ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି। ଦେବତାମାନେ କାହାର ପୂଜା କରନ୍ତି ନାହିଁ, ସେମାନେ ତ ପୂଜ୍ୟ ଅଟନ୍ତି। ପୁଣି ସେମାନେ ଯେତେବେଳେ ବୈଶ୍ୟ ଶୂଦ୍ର ହୁଅନ୍ତି, ସେତେବେଳେ ପୂଜା ଆରମ୍ଭ ହୋଇଥାଏ। ବାମ ମାର୍ଗରେ ଆସିବା ଦ୍ୱାରା ପୂଜାରୀ ହୋଇଥାନ୍ତି। ପୂଜାରୀ ଦେବତାମାନଙ୍କ ଚିତ୍ର ଆଗରେ ନମନ କରିଥାନ୍ତି। ବର୍ତ୍ତମାନ ସମୟରେ କେହି ଜଣେ ବି ପୂଜ୍ୟ ହୋଇପାରିବେ ନାହିଁ। ସର୍ବୋଚ୍ଚ ଭଗବାନ ହେଉଛନ୍ତି ସର୍ବଦା ପୂଜ୍ୟ। ପୁଣି ସତ୍ୟଯୁଗୀ ଦେବୀ ଦେବତାମାନେ ପୂଜ୍ୟ ଅଟନ୍ତି। ଏହି ସମୟରେ ତ ସବୁ ପୂଜାରୀ ଅଟନ୍ତି। ପ୍ରଥମେ ଶିବଙ୍କର ପୂଜା ହୋଇଥାଏ। ତାହା ହେଲା ଅବ୍ୟଭିଚାରୀ ପୂଜା। ସେହି ପୂଜା ସତପ୍ରଧାନ ଅଟେ। ପୁଣି ସତ ପରେ ଦେବତାଙ୍କର ପୂଜା କରିବା ଆରମ୍ଭ କରନ୍ତି। ପୁଣି ତଳକୁ ଖସି ଜଳର, ମନୁଷ୍ୟଙ୍କର, ପକ୍ଷୀ ଆଦିର ପୂଜା କରିବାରେ ଲାଗିଯାଇଥାନ୍ତି।
ଦିନକୁ ଦିନ ଅନେକଙ୍କର ପୂଜା ହେବାରେ ଲାଗିଛି। ଆଜିକାଲି ଧର୍ମ ସମ୍ମିଳନୀ ମଧ୍ୟ ବହୁତ ହେଉଛି। କେବେ ଆଦି ସନାତନ ଧର୍ମାବଲମ୍ବୀଙ୍କର, କେବେ ଜୈନମାନଙ୍କର, କେବେ ଆର୍ଯ୍ୟ ସମାଜୀମାନଙ୍କର ସମ୍ମିଳନୀ ହେଉଛି। ଅନେକଙ୍କୁ ଡାକିଥାନ୍ତି, କାହିଁକି ନା ପ୍ରତ୍ୟେକ ନିଜ ନିଜର ଧର୍ମକୁ ଉଚ୍ଚ ବୋଲି ଭାବିଥାନ୍ତି। ପ୍ରତ୍ୟେକ ଧର୍ମରେ କିଛି ନା କିଛି ବିଶେଷ ଗୁଣ ରହିଥିବା କାରଣରୁ ସେମାନେ ନିଜକୁ ବଡ଼ ଭାବିଥାନ୍ତି। ଜୈନମାନଙ୍କ ମଧ୍ୟରେ ବି ଭିନ୍ନ ଭିନ୍ନ ପ୍ରକାରର ଥାନ୍ତି। 5-7 ପ୍ରକାରର ହେବେ। ସେମାନଙ୍କ ଭିତରେ ପୁଣି କିଏ ଉଲଗ୍ନ ଥାନ୍ତି। ଉଲଗ୍ନ ରହିବାର ଅର୍ଥ ମଧ୍ୟ କେହି ବୁଝନ୍ତି ନାହିଁ। ଭଗବାନ ଉବାଚ, ଉଲଗ୍ନ ଅର୍ଥାତ୍ ଅଶରୀରୀ ହୋଇ ଆସିଥିଲ, ପୁଣି ଅଶରୀରୀ ହୋଇ ଚାଲିଯିବ। ସେମାନେ ପୁଣି ବସ୍ତ୍ର ଓହ୍ଲାଇ ଉଲଗ୍ନ ହୋଇଯାଉଛନ୍ତି। ଭଗବାନ ଉବାଚର ଅର୍ଥକୁ କେହି ବୁଝୁନାହାନ୍ତି। ବାବା କହୁଛନ୍ତି, ତୁମେ ଆତ୍ମାମାନେ ଏଠାକୁ ଏହି ଶରୀର ଧାରଣ କରି ଅଭିନୟ କରିବା ପାଇଁ ଆସିଛ। ପୁଣି ଘରକୁ ଫେରିଯିବ। ଏହି କଥାକୁ ତୁମେ ପିଲାମାନେ ହିଁ ବୁଝିପାରୁଛ। ଆତ୍ମା ହିଁ ଅଭିନୟ କରିବା ପାଇଁ ଆସିଥାଏ। ଏହି ସୃଷ୍ଟି ରୂପୀ ବୃକ୍ଷର ବୃଦ୍ଧି ହୋଇଥାଏ। ନୂଆ ନୂଆ ଧର୍ମର ସୃଷ୍ଟି ହେଉଛି। ଏଣୁ ଏହାକୁ ଭେରାଇଟି ବା ବିବିଧ ନାଟକ କୁହାଯାଇଛି। ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ। ପ୍ରତ୍ୟେକ ଧର୍ମର ପୁଣି ଶାଖାମାନ ସୃଷ୍ଟି ହୁଏ। ମହମ୍ମଦ ତ ପରେ ଆସିଛନ୍ତି। ପ୍ରଥମେ ହେଲା ଇସଲାମୀ। ମୁସଲମାନମାନଙ୍କର ସଂଖ୍ୟା ବହୁତ। ଆଫ୍ରିକାରେ କେତେ ସାହୁକାର ଅଛନ୍ତି। ସୁନା ହୀରାର ଖଣି ଅଛି। ଯେଉଁଠାରେ ବହୁତ ଧନ ଦେଖନ୍ତି, ଆକ୍ରମଣ କରି ଧନଶାଳୀ ହୋଇଯାଆନ୍ତି। ଖ୍ରୀଷ୍ଟିଆନମାନେ ମଧ୍ୟ କେତେ ଧନଶାଳୀ ହୋଇଛନ୍ତି। ଭାରତରେ ମଧ୍ୟ ଧନ ଅଛି, କିନ୍ତୁ ଗୁପ୍ତ। ସୁନା ଆଦି କେତେ ରଖିଛନ୍ତି। ବର୍ତ୍ତମାନ ଦିଗମ୍ବର ଜୈନ ସଭାର ସଦସ୍ୟମାନେ ସମ୍ମିଳନୀ କରି ଆଦି କରୁଛନ୍ତି। କାହିଁକି ନା ପ୍ରତ୍ୟେକ ନିଜକୁ ବଡ଼ ବୋଲି ଭାବୁଛନ୍ତି। ଏଠାରେ ଏତେ ସବୁ ଧର୍ମ ବଢ଼ି ବଢ଼ି ଚାଲିଛି। କେବେ ବିନାଶ ବି ହେବ, କିଛି ବି ବୁଝୁନାହାନ୍ତି। ସବୁ ଧର୍ମଠାରୁ ଶ୍ରେଷ୍ଠ ତ ତୁମର ବ୍ରାହ୍ମଣ ଧର୍ମ ଅଟେ, ଯାହା ବିଷୟରେ କାହାକୁ ଜଣା ନାହିଁ। କଳିଯୁଗରେ ବ୍ରାହ୍ମଣ ମଧ୍ୟ ବହୁତ ଅଛନ୍ତି, କିନ୍ତୁ ସେମାନେ ହେଲେ ଔରସଜାତ ବ୍ରାହ୍ମଣ। ପ୍ରଜାପିତା ବ୍ରହ୍ମାଙ୍କର ମୁଖବଂଶାବଳୀ ବ୍ରାହ୍ମଣ। ସେମାନେ ତ ସବୁ ଭାଇ ଭଉଣୀ ଅଟନ୍ତି। ଯଦି ସେମାନେ ନିଜକୁ ବ୍ରହ୍ମାଙ୍କର ସନ୍ତାନ କହୁଛନ୍ତି, ତାହା ହେଲେ ଭାଇ ଭଉଣୀ ହେଲେ ପୁଣି ବିବାହ ଆଦି କିପରି କରୁଛନ୍ତି? ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ସେହି ବ୍ରାହ୍ମଣ ବ୍ରହ୍ମାଙ୍କର ମୁଖବଂଶାବଳୀ ନୁହନ୍ତି, କେବଳ ନାମ ରଖିଦେଇଛନ୍ତି। ବାସ୍ତବରେ ବ୍ରାହ୍ମଣମାନଙ୍କୁ ଦେବତାମାନଙ୍କ ଠାରୁ ଶ୍ରେଷ୍ଠ କୁହାଯିବ, କାରଣ ସେମାନେ ସର୍ବୋଚ୍ଚ ଶିଖରରେ ଅଛନ୍ତି ନା। ଏହି ବ୍ରାହ୍ମଣ ହିଁ ମନୁଷ୍ୟମାନଙ୍କୁ ଦେବତାରେ ପରିବର୍ତ୍ତନ କରୁଛନ୍ତି। ଶିକ୍ଷକ ହେଲେ ପରମ ପିତା ପରମାତ୍ମା ସ୍ୱୟଂ ଜ୍ଞାନର ସାଗର। ଏହା କାହାକୁ ବି ଜଣା ନାହିଁ। ବାବାଙ୍କ ପାଖକୁ ଆସି ବ୍ରାହ୍ମଣ ହୋଇ ପୁଣି କାଲି ଶୂଦ୍ର ହୋଇଯାଉଛନ୍ତି। ପୁରୁଣା ସଂସ୍କାର ବଦଳାଇବା ପାଇଁ ବହୁତ ପରିଶ୍ରମ ଲାଗିଥାଏ। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଛି। ଆତ୍ମିକ ପିତାଙ୍କ ଠାରୁ ଆତ୍ମିକ ପିଲାମାନେ ହିଁ ସମ୍ପତ୍ତି ନେବେ। ବାବାଙ୍କୁ ମନେ ପକାଇବାରେ ହିଁ ମାୟା ବିଘ୍ନ ପକାଇଥାଏ। ବାବା କହିଥାନ୍ତି, ହାତରେ କାମ କରି ହୃଦୟରେ ବାବାଙ୍କୁ ମନେ ପକାଅ। ଏହା ବହୁତ ସହଜ ଅଟେ। ଯେପରି ପ୍ରେମିକା ପ୍ରେମିକ ହୋଇଥାନ୍ତି, ଯେଉଁମାନେ କି ଯିଏ ଜଣେ ଜଣକୁ ନ ଦେଖି ରହିପାରିବେ ନାହିଁ। ବାବା ତ ପ୍ରେମିକ ଅଟନ୍ତି। ସବୁ ପିଲାମାନେ ପ୍ରେମିକା ଅଟନ୍ତି, ଯେଉଁମାନେ କି ବାବାଙ୍କୁ ମନେ ପକାଉଛନ୍ତି। ଏକମାତ୍ର ବାବା ହିଁ କେବେ କାହା ନିକଟରେ ସମର୍ପିତ ହୁଅନ୍ତି ନାହିଁ, କାହିଁକି ନା ତାଙ୍କଠାରୁ ବଡ଼ କେହି ନାହାନ୍ତି। ବାକି ହଁ, ସେ ପିଲାମାନଙ୍କର ମହିମା କରିଥାନ୍ତି। ଭକ୍ତି ମାର୍ଗରୁ ଆରମ୍ଭ କରି ସମସ୍ତେ ମୋର ପ୍ରେମିକା ଅଟନ୍ତି। ଡାକିଥାନ୍ତି ମଧ୍ୟ, ଆସ ଦୁଃଖରୁ ମୁକ୍ତ କର, ପବିତ୍ର କର। ତୁମେ ସବୁ କନ୍ୟା, ମୁଁ ହେଉଛି ବର। ତୁମେମାନେ ସମସ୍ତେ ଆସୁରୀ ଜେଲରେ ବନ୍ଦୀ ହୋଇଯାଇଛ। ମୁଁ ଆସି ମୁକ୍ତ କରାଉଛି। ଏଠାରେ ବହୁତ ପରିଶ୍ରମ ରହିଛି। କୁଦୃଷ୍ଟି ଧୋକା ଦେଇଥାଏ। ପବିତ୍ର ଦୃଷ୍ଟି ହେବାରେ ହିଁ ମେହନତ କରିବାକୁ ପଡ଼ିଥାଏ। ଦେବତାମାନଙ୍କର କେତେ ସୁନ୍ଦର ଚରିତ୍ର ଅଟେ। ବର୍ତ୍ତମାନ ଏଭଳି ଦେବତା କରିବା ବାଲା ନିଶ୍ଚିତ ଆବଶ୍ୟକ ନା। ସମ୍ମିଳନୀରେ ବିଷୟ ରଖାଯାଇଛି,
ମାନବ ଜୀବନରେ ଧର୍ମର ଆବଶ୍ୟକତା। ଡ୍ରାମାକୁ ନ ଜାଣିବା କାରଣରୁ ସଂଶୟରେ ପଡ଼ିଯାଇଛନ୍ତି। ତୁମ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ। ଖ୍ରୀଷ୍ଟିଆନ ଅଥବା ବୌଦ୍ଧ ଆଦିଙ୍କୁ ଏହା କ'ଣ ଜଣାଅଛି ଯେ ଯୀଶୁ, ବୁଦ୍ଧ ଆଦି ପୁଣି କେବେ ଆସିବେ? ତୁମେମାନେ ହିଁ ତୁରନ୍ତ ହିସାବ କିତାବ ଶୁଣାଇ ଦେଇପାରିବ। ତେଣୁ ବୁଝାଇବା ଦରକାର ଯେ ଧର୍ମର ତ ଆବଶ୍ୟକତା ରହିଛି ନା। ପ୍ରଥମେ କେଉଁ ଧର୍ମ ଥିଲା, ପୁଣି କେଉଁ ଧର୍ମ ଆସିଛି। ନିଜ ଧର୍ମର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ବୁଝିପାରୁନାହାନ୍ତି, ଯୋଗଯୁକ୍ତ ହେଉନାହାନ୍ତି। ଯୋଗ ବିନା ଶକ୍ତି ଆସିନଥାଏ, ବଳ ଭରି ନଥାଏ। ବାବାଙ୍କୁ ହିଁ ସର୍ବଶକ୍ତିର ଅଧିକାରୀ କୁହାଯାଉଛି। ତୁମେ ମଧ୍ୟ ସର୍ବଶକ୍ତିର ଅଧିକାରୀ ହେଉଛ, ବିଶ୍ୱର ମାଲିକ ହୋଇଯାଉଛ। ତୁମର ରାଜ୍ୟକୁ କେହି ଛଡ଼ାଇ ନେଇପାରିବେ ନାହିଁ। ସତ୍ୟ ଯୁଗରେ ଆଉ କୌଣସି ଖଣ୍ଡ ବା ରାଜ୍ୟ ନଥାଏ। ଏବେ ତ ଅନେକ ଖଣ୍ଡ ରହିଛି। ଏହି ସୃଷ୍ଟିଚକ୍ର କିପରି ଘୁରୁଛି? 5000 ବର୍ଷର ଏହି ଚକ୍ର ଅଟେ। ବାକି ସୃଷ୍ଟି କେତେ ଲମ୍ବା ତାହାକୁ କ'ଣ ମାପିପାରିବ? ସ୍ଥଳଭାଗକୁ ମାପ କରିପାରିବ? ସାଗରର ମାପ ତ କରିପାରିବ ନାହିଁ। ଆକାଶ ଏବଂ ସାଗରର ଅନ୍ତ କେହି ପାଇପାରିବେ ନାହିଁ। ତେଣୁ ବୁଝାଇବା ଦରକାର ଯେ ଧର୍ମର ଆବଶ୍ୟକତା କାହିଁକି ରହିଛି। ସାରା ଚକ୍ର ଧର୍ମ ଉପରେ ହିଁ ତିଆରି ହୋଇଛି। ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର ବୃକ୍ଷ। ଏହି କଳ୍ପ ବୃକ୍ଷର ଚିତ୍ର ହେଉଛି ଅନ୍ଧ ଆଗରେ ଆଇନା। ତୁମେ ଏବେ ବାହାରେ ସେବା କରିବା ପାଇଁ ବାହାରିଛ। ଧୀରେ ଧୀରେ ତୁମର ବୃଦ୍ଧି ହୋଇଚାଲିଛି। ତୁଫାନ ଆସିଲେ ବହୁତ ପତ୍ର ଝଡ଼ି ପଡ଼ିଥାଏ ନା। ଅନ୍ୟ ଧର୍ମଗୁଡ଼ିକରେ ମାୟାର ତୋଫାନ ଲାଗିବାରେ କୌଣସି କଥା ହିଁ ନାହିଁ। ସେମାନଙ୍କୁ ତ ଉପରୁ ହିଁ ଆସିବାର ଅଛି। ଏଠାରେ ତୁମର ଧର୍ମ ସ୍ଥାପନା ବହୁତ ଚମତ୍କାର ଅଟେ। ଯିଏ ପୁରୁଣା ଭକ୍ତ ସେମାନଙ୍କୁ ହିଁ ଭଗବାନ ଆସି ଫଳ ଦେଇଥାନ୍ତି ନିଜ ଘରକୁ ନେଇଯିବା ପାଇଁ। ଡାକିଥାନ୍ତି ମଧ୍ୟ, ଆମ ଆତ୍ମାମାନଙ୍କୁ ନିଜ ଘରକୁ ନେଇ ଚାଲ। ଏହା କାହାକୁ ଜଣା ନାହିଁ ଯେ ବାବା ସ୍ୱର୍ଗର ରାଜ୍ୟ ଭାଗ୍ୟ ମଧ୍ୟ ଦେଉଛନ୍ତି। ସନ୍ନ୍ୟାସୀମାନେ ତ ସୁଖକୁ ମାନନ୍ତି ନାହିଁ। ସେମାନେ ଚାହୁଁଛନ୍ତି ମୋକ୍ଷ ମିଳୁ। ମୋକ୍ଷକୁ ଈଶ୍ୱରୀୟ ସମ୍ପତ୍ତି କୁହାଯାଏ ନାହିଁ। ସ୍ୱୟଂ ଶିବ ବାବାଙ୍କୁ ମଧ୍ୟ ଅଭିନୟ କରିବାକୁ ପଡ଼ିଥାଏ। ତେବେ ପୁଣି କାହାକୁ ମୋକ୍ଷର ତାଲିକାରେ କିପରି ରଖିପାରିବେ? ତୁମେ ବ୍ରହ୍ମା, କୁମାର, କୁମାରୀଗଣ ନିଜର ଧର୍ମକୁ ଏବଂ ସମସ୍ତଙ୍କ ଧର୍ମକୁ ଜାଣିଛ। ତେଣୁ ତୁମର ଦୟା ଆସିବା ଦରକାର। ଚକ୍ରର ରହସ୍ୟ ବୁଝାଇବା ଦରକାର। ସେମାନଙ୍କୁ କୁହ, ତୁମର ଧର୍ମସ୍ଥାପକ ପୁଣି ନିଜ ସମୟ ଅନୁସାରେ ଆସିବେ। ହୁସିଆର ହୋଇ ବୁଝାଇବା ଦରକାର। ତୁମେ ବୁଝାଇ ପାରିବ ଯେ ପ୍ରତ୍ୟେକଙ୍କୁ ଶତପ୍ରଧାନରୁ ଶତରଜତମରେ ଆସିବାକୁ ହୋଇଥାଏ। ବର୍ତ୍ତମାନ ରାବଣ ରାଜ୍ୟ ଅଟେ। ତୁମର ଜ୍ଞାନ ହେଲା ସତ୍ୟ ଗୀତା, ଯାହା ବାବା ଶୁଣାଉଛନ୍ତି। ଭଗବାନ ନିରାକାରଙ୍କୁ ହିଁ କୁହାଯାଏ। ଆତ୍ମା ନିରାକାର ଈଶ୍ୱର ପିତାଙ୍କୁ ଡାକିଥାଏ। ସେଠାରେ ତୁମେ ଆତ୍ମାମାନେ ରହିଥାଅ। ତୁମକୁ କ'ଣ ପରମାତ୍ମା କୁହାଯିବ? ପରମାତ୍ମା ତ ଜଣେ ଅଟନ୍ତି, ଉଚ୍ଚରୁ ଉଚ୍ଚ ଭଗବାନ। ପୁଣି ସବୁ ଆତ୍ମାମାନେ ତାଙ୍କର ସନ୍ତାନ ଅଟନ୍ତି। ସମସ୍ତଙ୍କର ସଦ୍ଗତି ଦାତା ଜଣେ ଅଟନ୍ତି। ତାପରେ ହେଉଛନ୍ତି ଦେବତାମାନେ। ସେମାନଙ୍କ ମଧ୍ୟରେ ନମ୍ବର 1 ହେଲେ ଶ୍ରୀକୃଷ୍ଣ, କାରଣ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଅଟେ। ତୁମେ ହେଲ ସଙ୍ଗମ ଯୁଗୀ। ତୁମର ଜୀବନ ଅମୂଲ୍ୟ ଅଟେ। ଦେବତାମାନଙ୍କର ନୁହେଁ, ବ୍ରାହ୍ମଣଙ୍କର ଜୀବନ ଅମୂଲ୍ୟ ଅଟେ। ବାବା ତୁମକୁ ସନ୍ତାନ ରୂପେ ଗ୍ରହଣ କରି ପୁଣି ତୁମ ପାଇଁ କେତେ ମେହନତ କରୁଛନ୍ତି। ଦେବତାମାନେ କ'ଣ ଏତେ ପରିଶ୍ରମ କରିପାରିବେ? ଦୁନିଆରେ ପାଠ ପଢ଼ାଇବା ପାଇଁ ପିଲାମାନଙ୍କୁ ପାଠଶାଳାକୁ ପଠାଇଥାନ୍ତି। ଏଠାରେ କିନ୍ତୁ ବାବା ନିଜେ ବସି ତୁମକୁ ପଢ଼ାଉଛନ୍ତି। ସେ ପିତା, ଶିକ୍ଷକ ଓ ଗୁରୁ ତିନି ରୂପରେ ଅଛନ୍ତି। ତେଣୁ ତାଙ୍କର କେତେ ସମ୍ମାନ ରହିବା ଦରକାର। ସେବାଧାରୀ ପିଲାମାନଙ୍କର ସେବାର ବହୁତ ସଉକ ରହିବା ଉଚିତ। ବହୁତ କମ୍ ଅଛନ୍ତି ଯେଉଁମାନେ ବହୁତ ଭଲ ହୁସିଆର ଅଟନ୍ତି। ତେଣୁ ସେବାରେ ଲାଗିଛନ୍ତି। ସେବା କରିବା ପାଇଁ ଭୁଜା ତ ଦରକାର ନା। ଯୁଦ୍ଧ ସ୍ଥଳକୁ ଯିବା ପାଇଁ ଯାହାକୁ ଶିଖାଇଥାନ୍ତି ତାଙ୍କର ଚାକିରି ଆଦି ସବୁ ଛଡ଼େଇ ଦେଇଥାନ୍ତି। ସେମାନଙ୍କ ପାଖରେ ତାଲିକା ଥାଏ। ପୁଣି ସେନାବାହିନୀକୁ କେହି ମନା କରିପାରିବେ ନାହିଁ ଯେ ମୁଁ ଯୁଦ୍ଧ ସ୍ଥଳକୁ ଯିବି ନାହିଁ। ଜରୁରୀ ପରିସ୍ଥିତିକୁ ମୁକାବିଲା ପାଇଁ ଡ୍ରିଲ୍ ଶିଖାଇଥାନ୍ତି।
ପ୍ରତ୍ୟାଖ୍ୟାନ କଲେ କେସ୍ କରିଥାନ୍ତି। ଏଠାରେ ତ ସେ କଥା ନାହିଁ। ଏଠାରେ ଯିଏ ଭଲ ଭାବରେ ସେବା କରିନଥାନ୍ତି ତାଙ୍କର ପଦଭ୍ରଷ୍ଟ ହୋଇଥାଏ। ସେବା ନ କରିଲେ ନିଜକୁ ନିଜେ ଗୁଳି ମାରିବା ଭଳି ନିଜର ଭାଗ୍ୟକୁ ନିଜେ ହିଁ ନଷ୍ଟ କରିଥାନ୍ତି। ପଦଭ୍ରଷ୍ଟ ହୋଇଥାଏ, ନିଜର ଭାଗ୍ୟକୁ ଗୁଳି ବା ନଷ୍ଟ କରିଦିଅନ୍ତି। ଯଦି ଭଲ ଭାବରେ ପଢ଼ିବେ, ଯୋଗ ସ୍ଥିତିରେ ରହିବେ, ତେବେ ଭଲ ପଦ ମିଳିବ। ନିଜ ଉପରେ ଦୟା କରିବାକୁ ହେବ ନା। ନିଜ ଉପରେ ଦୟା କରିଲେ ହିଁ ଅନ୍ୟ ଉପରେ ମଧ୍ୟ କରିପାରିବ। ବାବା ସବୁ ପ୍ରକାରର କଥା ବୁଝାଇଥାନ୍ତି। ଏହି ଦୁନିଆର ନାଟକ କିପରି ଚାଲିଛି, ରାଜଧାନୀ କିପରି ସ୍ଥାପନ ହେଉଛି, ଏହି କଥାକୁ ଦୁନିଆ ଜାଣିନାହିଁ। ଏବେ ନିମନ୍ତ୍ରଣ ତ ମିଳୁଛି, 5-10 ମିନିଟର କ'ଣ ବୁଝାଇ ପାରିବ? ଘଣ୍ଟେ 2 ଘଣ୍ଟା ହେଲେ ବୁଝାଇ ପାରିବ। ସେମାନେ ଡ୍ରାମାକୁ ତ ବିଲକୁଲ ଜାଣନ୍ତି ନାହିଁ। ଭଲ ଭଲ ପଏଣ୍ଟ ସେ ସବୁ ଏଣେ ତେଣେ ଲେଖିଦେବା ଦରକାର, ପରନ୍ତୁ ପିଲାମାନେ ଭୁଲି ଯାଉଛନ୍ତି। ବାବା ରଚୟିତା ମଧ୍ୟ ଅଟନ୍ତି। ତୁମ ପିଲାମାନଙ୍କୁ ରଚନା କରିଛନ୍ତି, ନିଜର କରିଛନ୍ତି। ନିର୍ଦ୍ଦେଶକ ହୋଇ ନିର୍ଦ୍ଦେଶନା ବି ଦେଉଛନ୍ତି, ପିଲାମାନଙ୍କୁ ଶ୍ରୀମତ ଦେଉଛନ୍ତି ଏବଂ ପୁଣି ନିଜର ଅଭିନୟ ମଧ୍ୟ କରୁଛନ୍ତି, ଜ୍ଞାନ ଶୁଣାଉଛନ୍ତି। ଏହା ବି ତାଙ୍କର ସର୍ବୋଚ୍ଚ ଅଭିନୟ ଅଟେ ନା। ଯଦି କେହି ଡ୍ରାମାର ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତାକୁ ନ ଜାଣିଲେ ତେବେ କ'ଣ ସେ ହେଲେ? ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ଅମୂଲ୍ୟ ଜୀବନରେ ଶିକ୍ଷା ଦେଉଥିବା ଶିକ୍ଷକଙ୍କର ବହୁତ ବହୁତ ସମ୍ମାନ ରଖିବାକୁ ହେବ। ପାଠପଢ଼ାରେ ଭଲ ହୁସିଆର ହୋଇ ସେବାରେ ଲାଗିଯିବାକୁ ହେବ। ନିଜ ଉପରେ ନିଜେ ହିଁ ଦୟା କରିବାକୁ ହେବ। 2 ନମ୍ବର, ନିଜେ ନିଜକୁ ସୁଧାରିବା ପାଇଁ ଦୃଷ୍ଟିକୁ ପବିତ୍ର କରିବାକୁ ପଡ଼ିବ। ନିଜର ଚରିତ୍ରକୁ ସୁଧାରିବାକୁ ହେବ। ମନୁଷ୍ୟକୁ ଦେବତା କରିବାର ସେବା କରିବାକୁ ହେବ। ଆଜିର ବରଦାନ, ଆତ୍ମିକ ଡ୍ରିଲର ଅଭ୍ୟାସ ଦ୍ୱାରା ଫାଇନାଲ ପରୀକ୍ଷାରେ ପାସ୍ ହେଉଥିବା ସଦା ଶକ୍ତିଶାଳୀ ଆତ୍ମା ଭବ। ଆତ୍ମିକ ଡ୍ରିଲର ଅଭ୍ୟାସ ଦ୍ୱାରା ଫାଇନାଲ ପରୀକ୍ଷାରେ ପାସ୍ ହେଉଥିବା ସଦା ଶକ୍ତିଶାଳୀ ଆତ୍ମା ଭବ। ଡିଟେଲ୍ସ, ଯେପରି ବର୍ତ୍ତମାନ ସମୟରେ ଶରୀରର ସବୁ ରୋଗଗୁଡ଼ିକର ଚିକିତ୍ସାରେ ବ୍ୟାୟାମ କରିବା ଶିଖାଉଛନ୍ତି, ସେହିପରି ଆତ୍ମାକୁ ସଦା ଶକ୍ତିଶାଳୀ କରିବା ପାଇଁ ଆତ୍ମିକ ବ୍ୟାୟାମର ଅଭ୍ୟାସ କରିବା ଆବଶ୍ୟକ। ଚାରିଆଡ଼େ ଯେତେ ବି ହଲଚଲର ବାତାବରଣ ହୋଇଥାଉ, କିନ୍ତୁ ତୁମେମାନେ କୋଳାହଳପୂର୍ଣ୍ଣ ଦୁନିଆରେ ରହୁଥିଲେ ମଧ୍ୟ ସମସ୍ତ କୋଳାହଳ ବା ଶବ୍ଦଠାରୁ ଊର୍ଦ୍ଧ୍ୱରେ ରହିବାର ଅଭ୍ୟାସ କର। ମନକୁ ଯେଉଁଠାରେ ଏବଂ ଯେତେ ସମୟ ପାଇଁ ସ୍ଥିତ କରିବାକୁ ଚାହିଁବ, ସେତିକି ସମୟ ସେହିଠାରେ ସ୍ଥିତ କରିପାରୁଥିବ। ତେବେ ଯାଇ ଶକ୍ତିଶାଳୀ ଆତ୍ମା ହୋଇ ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ। ଆଜିର ସ୍ଲୋଗାନ, ନିଜର ବିକାରୀ ସ୍ୱଭାବ ସଂସ୍କାରକୁ ବା କର୍ମକୁ ସମର୍ପଣ କରିଦେବା ହିଁ ସମର୍ପିତ ହେବା। ନିଜର ବିକାରୀ ସ୍ୱଭାବ ସଂସ୍କାରକୁ ବା କର୍ମକୁ ସମର୍ପଣ କରିଦେବା ହିଁ ସମର୍ପିତ ହେବା। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଯେତେବେଳ ପର୍ଯ୍ୟନ୍ତ ତୁମମାନଙ୍କର ଯୋଗ ଜ୍ୱାଳାରୂପ ହୋଇନାହିଁ, ସେତେବେଳ ପର୍ଯ୍ୟନ୍ତ ବିନାଶର ଜ୍ୱାଳା ମଧ୍ୟ ସମ୍ପୂର୍ଣ୍ଣ ଜ୍ୱାଳାରୂପ ଧାରଣ କରିବ ନାହିଁ। ତାହା ଯେତିକି ପ୍ରଖର ହେଉଛି, ସେତିକି ଶୀତଳ ମଧ୍ୟ ହୋଇଯାଉଛି। କାହିଁକି ନା ଜ୍ୱାଳା ମୂରତ ଏବଂ ପ୍ରେରକ ଆଧାର ମୂରତ ଆତ୍ମାମାନେ ଏବଂ ନିଜେ ମଧ୍ୟ ଜ୍ୱାଳା ସ୍ୱରୂପ ହୋଇନାହାନ୍ତି। ତେଣୁ ଏବେ ଜ୍ୱାଳାରୂପ ହେବା ପାଇଁ ଦୃଢ଼ ସଂକଳ୍ପ କର ଏବଂ ସଂଗଠିତ ରୂପରେ ମନବୁଦ୍ଧିର ଏକାଗ୍ରତା ଦ୍ୱାରା ଶକ୍ତିଶାଳୀ ଯୋଗର ପ୍ରକମ୍ପନ ଚତୁର୍ଦିଗରେ ବିଚ୍ଛୁରିତ କର। ଓମ୍ ଶାନ୍ତି।